ମୁଁ ଆଜି ପ୍ରସ୍ତୁତ କରୁଛି ଭୋଲକାନୋ ଚିଜ୍ ବ୍ରଷ୍ଟ ପିଜା। ହ୍ୟାଲୋ ଫ୍ରେଣ୍ଡସ୍, କିପରି ମୁଁ କରିଛି ମୁଁ ଏଠି ଦେଖାଉଛି। ଖାଇବା ପାଇଁ ବହୁତ ଟେଷ୍ଟି ଆଉ ସବୁ ଆମେ ଫ୍ରେଶ୍ ଜିନିଷରେ କରିଛନ୍ତି। ଆଉ ଡୋମିନୋସ୍ ଟାଇପ୍ର ମୁଁ ଏଠି ପ୍ରସ୍ତୁତ କରିଛି। ମୁଁ ଏଠି ମଇଦା 2 କପ୍ ନେଇଛି, ସେଥିରେ 2 ଟିସ୍ପୁନ୍ ବେକିଂ ପାଉଡ଼ର, ହାଫ୍ ଟିସ୍ପୁନ୍ ବେକିଂ ସୋଡ଼ା, ପାଉଡ଼ର ସୁଗାର 1 ଟିସ୍ପୁନ୍, ଦହି ହାଫ୍ କପ୍, ତେଲ 1 ଚାମଚ, ଲୁଣ ସ୍ୱାଦ ଅନୁସାରେ ଦେଇକି ସବୁ ଏମିତି ଚକଟିକି ଗ୍ଲୁଟନ୍ ବାହାର କରିଛି। ମୁଁ ଏଠି ଦେଇକି ଏମିତି ଭଲକି ଚକଟି ଦେବା। ଚକଟି ଦେଇକି ଆମେ ଏଠି ତାକୁ ଢାଙ୍କିକି 2 ଘଣ୍ଟା ରଖିଦେବା। ମୁଁ ଏଠି ପନିର ନେଇଛି କ୍ୟୁବ୍ସ କରିକି, ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଭଜା ଜିରା ଗୁଣ୍ଡ ଆଉ ଧନିଆ ଗୁଣ୍ଡ ଟିକେ ଏମିତି ସବୁ ମିଶାଇ ଦେଇଛି, ଗୋଳେଇକି ଦେଇଛି ତା ଦେହରେ। ଦେଇକି ମୁଁ ସେଠି ପନିର ଆଉ ରଖିଦେଲି। ଏଠି କ୍ୟାପ୍ସିକମ୍, ଟମାଟୋ, କର୍ନ, ପିଆଜ କାଟିକି ରଖିଛି। ଗୋଟେ ପ୍ୟାନ୍ ନେଲି, ସେଥିରେ ଅଧା କପ୍ କ୍ଷୀର ଦେଲି, 2 3 ଚାମଚ ସର ଦେଲି, ଦେଇକି ତାକୁ ସବୁ ଗୋଳେଇ ଦେଲି। ମୁଁ ଏଠି ପ୍ରୋସେସ୍ ଚିଜ୍ କ୍ୟୁବ୍ସ ନେଇଛି, ସେଟାକୁ ଗ୍ରେଟ୍ କରିଦେଇଛି ଗ୍ରେଟରରେ। ଆଉ ସ୍ପ୍ରେଡ୍ ଚିଜ୍ ନେଇଛି, ସେ ସ୍ପ୍ରେଡ୍ ଚିଜ୍ 1.5 ଚାମଚ ଭିତରେ ପକାଇଛି। ପକାଇକି ଗୋଟେ ଚିଜ୍ ସସ୍ ମୁଁ ଏଠି ପ୍ରସ୍ତୁତ କରିଛି। ଦେଇକି ତାକୁ ସବୁ ମୁଁ ଏଠି ଗୋଳେଇ ଦେଇଛି। ଗୋଟେ ଥିକ୍ ବ୍ୟାଟର ମୁଁ ଏଠି ପ୍ରସ୍ତୁତ କରିଛି। ମୁଁ ଏଠି ଯେଉଁ ମଇଦା ଚକଟିକି ରଖିଥିଲି ବେସ୍ ବନେଇବା ପାଇଁ, ପିଜା ବେସ୍, ଦେଖନ୍ତୁ କେତେ ବଢ଼ିଆ କି ହେଇଛି। ମୁଁ ତାକୁ ଏମିତି ଗୋଟେ ନେଇଛି ଗୁଳା, ନେଇକି ତାକୁ ଏମିତି ବାଡ଼େଇ ବାଡ଼େଇ ଦେବା। ଆମେ ଦେଇକି ଗୋଟେ ଅଟା ବେଲନା ଚକି ବା ଅଟା ଚକି ନେଇଛି, ସେଥିରେ ଆମେ ଏମିତି ବାଡ଼େଇ ବାଡ଼େଇ ଯେମିତି ରୁଟି କରନ୍ତି, କିନ୍ତୁ ମୋଟା ଆମେ କରିବା। ଯେହେତୁ ପିଜା ବେସ୍ କରୁଛନ୍ତି, ଆମେ ଟିକେ ବଡ଼ କରିବା। ଆମେ ଭୋଲକାନୋ ଚିଜ୍ ବ୍ରଷ୍ଟ ପିଜା କରୁଛନ୍ତି, ଯେହେତୁ ବଡ଼ ଆମର ଦରକାର, ସେଥିପାଇଁ ଟିକେ ମୋଟା କରିବା ଆଉ ଟିକେ ବଡ଼ କରିବା। ବେଶୀ ବି ମୋଟା କରିବାନି, ଯେମିତି ପିଜା ବେସ୍ ସେଇ ଟାଇପ୍ର କରିବା। ଆଉ ମୁଁ ଗୋଟେ ଥାଳି ନେଇଛି, ସେ ଥାଳି ଅନୁସାରେ କରିବା, ଯେହେତୁ ତାକୁ ମୁଁ ମାପୁଛି କି ଥାଳିଟା ସେଇ ସାଇଜ୍ର କରିବା ପାଇଁ। ମୁଁ ଏଠି ଗୋଟେ ଫୋକ୍ ନେଲି, ସେ ଫୋକ୍ରେ ଚାରିଆଡ଼କୁ ମୁଁ ଏଇ ଟାଇପ୍ର କଣା କଣା କରିଦେଲି। ଯେହେତୁ ଆମର କଣା କଣା କରିଦେଲେ ଆଉ ରୁଟି ଟାଇପ୍ର ଫୁଲିବନି ବା ପୁରୀ ଟାଇପ୍ର ଫୁଲିବନି, ପୁରା ଯେମିତି ପିଜା ବେସ୍ ହୁଏ ସେଇ ଟାଇପ୍ର ଆମେ କଣା କଣା ଟାଇପ୍ର ମୁଁ ଏଠି କରିଦେଇଛି। ତାପରେ ଏଠି ମୁଁ ଗୋଟେ ଥାଳିଟାରେ ମୁଁ ଚାରିଆଡ଼କୁ ବଟର ସ୍ପ୍ରେଡ୍ କରିଦେଇଛି ବା ଲଗେଇ ଦେଇଛି। ଯେହେତୁ ଆମେ ଏଥିରେ ପିଜା କରିବା, ଚାରିଆଡ଼େ ବଟର ଲଗେଇଦେଲେ ସୁବିଧା ହେବ ଶୀଘ୍ର ବାହାରି ଯିବା ପାଇଁ। ଆଉ ମୁଁ ଗୋଟେ ତାଟିଆ ଦେଇଛି, ଛୋଟ ତାଟିଆଟେ, କୁଣି ତାଟିଆଟେ ମଝିରେ, ସେଥିରେ ତାକୁ ବି ମୁଁ ସବୁ ଚାରିଆଡ଼େ ବଟରକୁ ଲଗେଇ ଦେଇଛି। ତା ଭିତରେ ଉପରେ ଲଗେଇ ଦେଇଛି। ଆପଣଙ୍କୁ ମୁଁ ବଢ଼ିଆ କରିକି ପୁରା କହିକି ପୁରା ଭଲକି ବୁଝଉଛି। ଆଉ ଛୋଟ ଛୁଆ ଖାଇବା ପାଇଁ ବି ବହୁତ ବଢ଼ିଆ ଟେଷ୍ଟି। ଆଉ ଛୁଆ ଥରେ ଖାଇଲା ମାନେ ସବୁବେଳେ କହିବେ ଆମକୁ କରିକି ଦିଅ, ଆମେ ଖାଇବୁ। ଆଉ ଏଇ ଟାଇପ୍ର କେମିତି ଦେଖନ୍ତୁ, ମୁଁ କେମିତି ପିଜା ବେସ୍କୁ ଏମିତି ଉଠାଉଛି, ଉଠେଇକି କେମିତି ମୁଁ ଥାଳିରେ ରଖୁଛି, ଏଇ ଟାଇପ୍ର ରଖିବେ। ଆଉ ତାଟିଆଟାକୁ ପୁରା କଭର ଦେଖିକି କେମିତି କରିବେ, କାହିଁକିନା ଯେମିତି ମୁଁ ରଖୁଛି ସେଇ ଟାଇପ୍ର କରିବେ। ବେଶୀ ଟାଣିବେନି, ଯଦି ପତଳା ହେଇଯିବ ସେ ପୁରା ଚିରିଯିବ ମଝିଟା, ଦେଖିକି କରିବେ। ବେଶୀ ଟାଣିବେନି, ଆସ୍ତେ 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 କରିକି କରିବେ। ଆଉ ସେ ମଝିରେ ଗୋଟେ ଗ୍ଲାସ୍ ରଖିଦେବେ, ଆସ୍ତେ କିରି ରଖିକି ଗ୍ଲାସ୍ ରଖିବେ। ଟିକେ ମୋଟା କରିଥିବେ, ଯେହେତୁ ଆସ୍ତେ ଆସ୍ତେ ରଖିବେ, ନହେଲେ ମଝିଟା ଚିରିଗଲା ମାନେ ଚିଜ୍ ଗୁଡ଼ାକ ବାହାରିଯିବ। ମୁଁ ବଢ଼ିଆ କରି ଆପଣଙ୍କୁ ବୁଝେଇକି କହୁଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। କିଛି ମୋତେ ଜଣ କହୁଛନ୍ତି ଆପଣ ସର୍ଟରେ ଦେଇ ଦେଉଛନ୍ତି, ଆମେ ଲଙ୍ଗ୍ ନଦେଲା ବେଳକୁ ଆମେ ବୁଝିପାରୁନୁ। ଆପଣ ଟିକେ ବୁଝେଇକି ଭଲକି କୁହନ୍ତୁ। ମୁଁ ସେଇ ଟାଇପ୍ର ଭଲକି ବଢ଼ିଆ କରି ବୁଝେଇକି ମୁଁ କହୁଛି। ମୁଁ ଏଠି ପିଜା ସସ୍ ନେଇଛି, ଆଉ ମୁଁ ଏଠି ପିଜା ସସ୍ ପିଜା ବେସ୍ରେ କି ଚାରିଆଡ଼େ ଏମିତି ଲଗେଇ ଦେଇଛି। ଏ ଟାଇପ୍ର ପୁରା ଚାରିଆଡ଼େ ଆମେ ପିଜା ବେସ୍କୁ ଲଗେଇଦେବା। ଏବେ ମୁଁ ମୋଜରେଲା ଚିଜ୍କୁ ନେଇଛି, ନେଇକି ଗୋଟେ ଗ୍ଲାସ୍ଟାକୁ ବି କାଢ଼ି ଦେଇଛି। ମୋଜରେଲା ଚିଜ୍ ଚାରିଆଡ଼େ ସ୍ପ୍ରେଡ୍ କରିଦେଇଛି, ଚାରିଆଡ଼େ ଲଗେଇ ଦେଇଛି, ପକାଇ ଦେଇଛି ଉପରେ। ଗୋଟେ ଚିଜ୍ କ୍ୟୁବ୍ସ, ପ୍ରୋସେସ୍ ଚିଜ୍ କ୍ୟୁବ୍ସ ନେଇଛି, ଆଉ ତାକୁ ବି ଗ୍ରେଟ୍ କରିଦେଇଛି ସବୁଆଡ଼େ। ଆମେ ଯେତେ ଚିଜ୍ ଦେବା ଆଉ ପିଜା ଖାଇବା ପାଇଁ ସେତେ ଟେଷ୍ଟି ହେବ।
जो नहीं कॉर्न को ताकू धोई देइथिली बल्कि जेहेतु कॉर्न फ्रोजन कॉर्न धोई देकी ताकू एमती ता ऊपर टिके टिके कॉर्न को एमती स्प्रेड कर देइछि। पियाज को स्क्वायर साइज रो से टाइप रो काटिची, बिलाती को भी काटिची, कैप्सिकम को भी काटिची छोट छोट स्क्वायर करके ताकू सब एमती जेमती पिज्जा रे एमती रखंती मु सेई टाइप रो सब चारिआडे रखी देइछि। आ कैप्सिकम को भी से टाइप रो देखंतु केमती रखी देइछि देकी बिलाती को भी बा टमाटो को चारिआडे रखी देइछि। तो सुंदर भाव में देखा जाउछि पिज्जा हमर आ खाइबा पई भी बहुत टेस्टी। आपण थरे ई टाइप रो करिकी देखंतु किपरि लागुछि। मोडी जो थिक वाला जो करिथिली चीज ताकू मु ताधर टिके लंका गुंड पकेइली आ पिज्जा सॉस गोटे चमच पकेइली ताकू पकेइकी मु सेतरे मिसे देइछि सबको देखिए। जो मझिरे जो मुझे ताटिए दे भितर जो कणा करिछि खोप करिछि से खोप भितर को कि एई जो सॉसटा पकई दबा आमे और एठी मु प्रीहीट करथिली 180 डिग्री को 10 मिनिट पई प्रीहीट करथिली देखिए। तापरे मु एठी 20 रु 25 मिनिट पई 200 डिग्री दुईटा रड ऑन करिकी 25 मिनिट मु एठी रखिछि पिज्जा को। तापरे मोर पिज्जा हो गलानी एठी देखिबा आमे किपरि हमर आस्ते की काढिबे पूरा गरम गरम अछि मु ई टाइप रो काढिछि। आपण एटा करि परिबे भी चुली रे भी आमे करि परिबा। देखो पिज्जा केते टेस्टी होइछि तर ई टाइप रो प्रस्तुत करी छुआ मान को करी घरे खुआंतु आउ केमती लागिला मते कमेंट रे जणाइबे। तापरे मुठी चिली फ्लेक्स ऊपर स्प्रेड करछि आउ पिज्जा सीजनिंग पकेकी खाइबे गरम गरम।